ମୁଁ ବର୍ତ୍ତମାନ ଯେଉଁ ଜାଗାରେ ଅଛି ସେ ଜାଗାରେ ମାତା ସୀତା ଲବ ଆଉ କୁଶଙ୍କୁ ଜନ୍ମ ଦେଇଥିଲେ ବୋଲି ଆମର ଏଇ ଜାଗାର ପୁରାତନ ମାନେ ପୂର୍ବ ଲୋକମାନେ କୁହନ୍ତି, ମାନେ ମାନ୍ୟତା ଅଛି। ମୁଁ ବର୍ତ୍ତମାନ ଅଛି କେନ୍ଦୁଝର ଜିଲ୍ଲାରେ ସୀତାବିଞ୍ଜରେ, ଯାହାକି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଜାଗା। ଦେଖନ୍ତୁ ଆଉ ଫାଷ୍ଟ ତ ଏଇ ପେଣ୍ଟିଂଟା ଦେଖନ୍ତୁ କେତେ ବହୁତ ବଢ଼ିଆ ହେଇଛି ପେଣ୍ଟିଂଟା। ମୁଁ ଆପଣଙ୍କୁ ଦେଖେଇଦେବି ତା ଯେଉଁ ମନ୍ଦିର ଅଛି, ମା ସୀତାଙ୍କର ମନ୍ଦିର ଅଛି ତାଙ୍କର। ତେବେ ଆସନ୍ତୁ ଦେଖିବା। ଯିବ ନାଇଁ ମାମା, ଯିବା ପଡ଼ିଗଲି ନା ଫାଟିଯିବ। ଆରେ ମାଟି ଯିବେ ସତ ନାଇଁ ନାଇଁ ମାମା, ରାବଣ ନେଇଗଲା ଚୋରି କରିକି ମାତା ସୀତାଙ୍କୁ, ତାପରେ ଯୁଦ୍ଧ କରି ଧରିକି ଆସିଲା। ଧରିକି ଆସିଲା ପରେ चल ଦେଖୁଥିବେ ମାନେ ଦେଖନ୍ତୁ ଗୁମ୍ଫା ତଳେ ମାନେ ଏଟା ଗୋଟେ ପଥର ତଳେ ଦେଖନ୍ତୁ କେତେ ବଢିଆ ଜାଗା ଅଛି। ମାନେ ଏଠି ଯଦି ଯେତେ ବଡ଼ ଝଡ଼ ତୋଫାନ ବି ହଉ ଏଠି କିଛି ଅସୁବିଧା ହେବନି, କିଛି ପବନ ବାଜିବାର ନାହିଁ ଆପଣଙ୍କର, ମାନେ ପବନର ଭୟ ନାହିଁ, ନା ପାଣି ପଡ଼ିବ ନା ବର୍ଷା, କିଛି ହେବନି। ଭୂମିକମ୍ପ ବି ବୋଧେ କିଛି ହେବନି ମୋତେ ଲାଗୁଛି। ଆଉ ଗୋଟେ ଦେଖନ୍ତୁ, ମୁଁ ଏଠି ଦେଖାଉଛି, ଆପଣ ଦେଖନ୍ତୁ ଏଠି ଏଇ ଯେଉଁ ଜାଗାଟା ଦେଖନ୍ତୁ, ଏଇ ଯେଉଁ ଜାଗାଟା ବି ମାନେ ପୁରା ମୁଁ ଠିଆ ହେଇଛି, ଦେଖନ୍ତୁ ଏଇଟା ପୁରା ଉପରେ ମୋର ପଥର ପୁରା ଏମିତି ଅଛି, ପୁରା ବଢ଼ିଆ ଜାଗା ଅଛି। ତ କୁହାଯାଏ ଏଇଠି ହିଁ ମା ସୀତା ଲବକୁଶଙ୍କୁ ଜନ୍ମ ଦେଇଥିଲେ। ଆଉ ଏଇଠି ତାଙ୍କର ଯାହାକି ବାଲ୍ମୀକିଙ୍କ ଆଶ୍ରମ, କାହିଁକିନା ଏଇଟା ପଞ୍ଚକୋଟି ରେ ଆସୁଛି। ଆଉ ପଞ୍ଚକୋଟିରେ ଜାଣିଥିବେ ବାଲ୍ମୀକିଙ୍କର ଆଶ୍ରମ ଥିଲା, ତ ଏଇଠି ଜନ୍ମ ଦେଇଥିଲେ। ତ ଯାହାକି ଆମର ଏ ଜାଗାର ମାହାତ୍ମ୍ୟ ହେଉଛି ଏତିକି। ଆଉ ସେପଟକୁ ବି ଆହୁରି ଅଛି, ତ ମୁଁ ଆପଣଙ୍କୁ ଦେଖେଇବି। ତେବେ ଆସନ୍ତୁ। अच्छा आज तो गाड़ी नहीं है, आज के पत्थर छुंतलु परा पत्थर परा छुंतलु ए छुइलुनी जैसे पत्थर तो दोनों पकड़ा ए जो पत्थर उधर है ना मामा ये जगह बोते सही बा है